ଭାରତରେ କେତୋଟି ଭାଷା ପ୍ରଚଳିତ? ଅପସନ୍ ଏ 480, ଅପସନ୍ ବି 880, ଅପସନ୍ ସି 912, ଅପସନ୍ ଡି 845। ଉତ୍ତର ଅପସନ୍ ଡି 845। ଭାରତରେ କେତେ ଲୋକ ଗାଁ ଗହଳିରେ ବାସ କରନ୍ତି? ଅପସନ୍ ଏ ଶତକଡ଼ା 55 ଭାଗରୁ ଅଧିକ, ଅପସନ୍ ବି ଶତକଡ଼ା 80 ଭାଗରୁ ଅଧିକ, ଅପସନ୍ ସି ଶତକଡ଼ା 70 ଭାଗରୁ ଅଧିକ, ଅପସନ୍ ଡି ଶତକଡ଼ା 65 ଭାଗରୁ ଅଧିକ। ଉତ୍ତର ଅପସନ୍ ଡି 65 ଶତକଡ଼ା ଭାଗରୁ ଅଧିକ। ଭାରତୀୟ ସଂସ୍କୃତିର ବୈଶିଷ୍ଟ୍ୟ କ'ଣ? ଉତ୍ତର ଭାରତୀୟ ସଂସ୍କୃତିର ବୈଶିଷ୍ଟ୍ୟ ହେଉଛି ବିଭିନ୍ନତା ମଧ୍ୟରେ ଏକତା ଓ ଆଧ୍ୟାତ୍ମିକତା। ଭାରତର ସମ୍ବିଧାନ କେବେ କାର୍ଯ୍ୟକାରୀ ହେଲା? ଉତ୍ତର ଭାରତର ସମ୍ବିଧାନ 1950 ମସିହା ଜାନୁଆରୀ 26 ତାରିଖ ଦିନ କାର୍ଯ୍ୟକାରୀ ହୋଇଥିଲା। ଭାରତର କ୍ଷେତ୍ରଫଳ କେତେ? ଉତ୍ତର ଭାରତର କ୍ଷେତ୍ରଫଳ 3,28,263 ବର୍ଗ କିଲୋମିଟର। ଚନ୍ଦ୍ରଯାନ-3 କେଉଁ ବର୍ଷରେ ଲଞ୍ଚ କରାଯାଇଥିଲା? ଉତ୍ତର ଚନ୍ଦ୍ରଯାନ-3 2023 ମସିହାରେ ଲଞ୍ଚ କରାଯାଇଥିଲା। ଭାରତର ଜାତୀୟ ସଙ୍ଗୀତ ପ୍ରଥମେ କେଉଁଠି ଗାନ କରାଯାଇଥିଲା? ଉତ୍ତର ଭାରତର ଜାତୀୟ ସଙ୍ଗୀତ ପ୍ରଥମେ କୋଲକାତାଠାରେ ଗାନ କରାଯାଇଥିଲା। ଚନ୍ଦ୍ରରେ ପାଦ ଦେଇଥିବା ବିଶ୍ୱର ପ୍ରଥମ ବ୍ୟକ୍ତି କିଏ? ଉତ୍ତର ଚନ୍ଦ୍ରରେ ପାଦ ଦେଇଥିବା ପ୍ରଥମ ବ୍ୟକ୍ତି ହେଉଛନ୍ତି ନୀଳ ଆର୍ମଷ୍ଟ୍ରଙ୍ଗ। ଗୋଟିଏ ସରଳ ରେଖାରେ କେତୋଟି ବିନ୍ଦୁ ଥାଏ? ଉତ୍ତର ଗୋଟିଏ ସରଳ ରେଖାରେ ଅସଂଖ୍ୟକ ବିନ୍ଦୁ ଥାଏ। ଆମ ଦେଶର ନାମ କାହା ଅନୁସାରେ ହୋଇଛି? ଉତ୍ତର ଆମ ଦେଶର ନାମ ରାଜା ଭାରତଙ୍କ ନାମରେ ହୋଇଛି। ଭାରତ ଶବ୍ଦର ଅର୍ଥ କ'ଣ? ଉତ୍ତର ଭାରତ ଶବ୍ଦର ଅର୍ଥ ହେଉଛି ଆଲୋକ, ରତ ଓ ନିଯୁକ୍ତ। ଗାନ୍ଧୀ ଜୟନ୍ତୀ କେବେ ପାଳନ କରାଯାଏ? ମହାତ୍ମା ଗାନ୍ଧୀ କେବେ ଜନ୍ମଗ୍ରହଣ କରିଥିଲେ? ମହାତ୍ମା ଗାନ୍ଧୀଙ୍କର ନୀତି କ'ଣ ଥିଲା? ମହାତ୍ମା ଗାନ୍ଧୀଙ୍କୁ ମହାତ୍ମା ଉପାଧି କିଏ ଦେଇଥିଲେ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର କମେଣ୍ଟସ୍ ମାଧ୍ୟମରେ ଲେଖି ଜଣାନ୍ତୁ। ଥ୍ୟାଙ୍କ୍ସ ଅଲ୍ ଅଫ୍ ୟୁ।